ଆଜି ଆସନ୍ତୁ ଆମ୍ଭେମାନେ ଉପଦେଶ ଶୀର୍ଷକ ସତ୍ୟ ଏବଂ ବିଧର୍ମର ଶିକ୍ଷା ର ସହିତ ପରମେଶ୍ୱରଙ୍କ ବାକ୍ୟର ଭାଗ କରିବା। ଆଜି ଖ୍ରୀଷ୍ଟିଆନ ଧର୍ମରେ ବିଧର୍ମ ଓ ସତ୍ୟ ମଧ୍ୟରେ ପ୍ରଭେଦ କରିବାର ମାନକ କ'ଣ ଅଟେ? ଆସନ୍ତୁ ଆମ୍ଭେମାନେ ବାଇବଲର ପ୍ରମାଣ ଦ୍ୱାରା ପ୍ରଶ୍ନର ଉତ୍ତର ଦେଉଥାଇ ଏହି ବିଷୟର ପୁଷ୍ଟି କରିବା ଯେ ଚର୍ଚ୍ଚ ଅଫ୍ ଗଡ୍ ହିଁ ସତ୍ୟ ଚର୍ଚ୍ଚ ଅଟେ, ଯିଏ ସମଗ୍ର ଦୁନିଆରେ ଖ୍ରୀଷ୍ଟଙ୍କ ସତ୍ୟ ଶିକ୍ଷା ଗୁଡ଼ିକର ପ୍ରଚାର କରିଥାଏ। ଆସନ୍ତୁ ଆମ୍ଭେମାନେ ଦ୍ୱିତୀୟ ପିତର ଉପରେ ଏକ ନଜର ଦେବା। ଅଧ୍ୟାୟ 2 ପଦ 1। କିନ୍ତୁ ଲୋକମାନଙ୍କ ମଧ୍ୟରେ ଭଣ୍ଡ ଭାବବାଦୀମାନେ ମଧ୍ୟ ଉତ୍ପନ୍ନ ହେଲେ, ସେହିପରି ତୁମମାନଙ୍କ ମଧ୍ୟରେ ସୁଦ୍ଧା ଭଣ୍ଡ ଶିକ୍ଷକମାନେ ଉତ୍ପନ୍ନ ହେବେ। ସେମାନେ ବିନାଶଜନକ କାହାର ପ୍ରଚଳନ କରିବେ? ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି ସେମାନଙ୍କର କ୍ରୟକର୍ତ୍ତା ପ୍ରଭୁଙ୍କୁ ହିଁ ଅସ୍ୱୀକାର କରିବେ, ପୁଣି ଆପଣାମାନଙ୍କର ଆକସ୍ମିକ ସର୍ବନାଶ ଘଟାଇବେ। ଆଉ ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟମାର୍ଗ ନିନ୍ଦିତ ହେବ। ସେମାନେ ଧନ ଲୋଭରେ ଛଳ ବାକ୍ୟ ଦ୍ୱାରା ତୁମମାନଙ୍କ ଠାରୁ ଅର୍ଥ ଲାଭ କରିବାକୁ ଚେଷ୍ଟା କରିବେ। ସେମାନଙ୍କର ଦଣ୍ଡ ଅନେକ କାଳରୁ ଘଟି ଆସୁଅଛି ଓ ସେମାନଙ୍କର ବିନାଶ ବିଳମ୍ବ ହେବ ନାହିଁ। ଅନ୍ୟ ଶବ୍ଦରେ, ବିଧର୍ମର ପ୍ରଚାର କରୁଥିବା ଲୋକମାନଙ୍କ ପାଇଁ ପରମେଶ୍ୱର ବିନାଶ ପ୍ରସ୍ତୁତ କରି ରଖିଛନ୍ତି। ଦ୍ୱିତୀୟ ପିତର ଅଧ୍ୟାୟ 2ରେ ଭ୍ରାନ୍ତ ଅର୍ଥାତ୍ ବିଧର୍ମର ଉପଯୋଗ କିଏ କରୁଅଛି? ସେ ପିତର ଯିଏ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହୋଇ ଏହି ବାକ୍ୟକୁ ଲେଖିଲେ। ଦ୍ୱିତୀୟ ପିତର ଅଧ୍ୟାୟ 2ରେ ଲେଖା ଅଛି, ସେମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରି, ଯେପରି ଆପଣ ଜାଣନ୍ତି ପିତର ବିଧର୍ମ ନଥିଲେ ଆଉ ନାହିଁ ଚର୍ଚ୍ଚ ଅଫ୍ ଗଡ୍ ଯେଉଁଠି ସେ ଯାଉଥିଲେ। ଏହାର ବିପରୀତ ବାଇବଲ ସେମାନଙ୍କୁ କ'ଣ କହିଥାଏ? ଯେଉଁମାନେ ବିନାଶଜନକ ଭ୍ରାନ୍ତ ମତ ଗୁପ୍ତରେ ପ୍ରଚଳନ କରନ୍ତି ସେମାନଙ୍କୁ ବିଧର୍ମୀ ରୂପେ ବର୍ଣ୍ଣିତ କରାଯାଇଅଛି। କିନ୍ତୁ ଯେଉଁ ଚର୍ଚ୍ଚରେ ପିତର ଯାଉଥିଲେ ସେହି ଚର୍ଚ୍ଚର ଶିକ୍ଷା ବିଷୟରେ କ'ଣ କହିବା? ସେଗୁଡ଼ିକ ସତ୍ୟ ଶିକ୍ଷା ଅଟେ। ସମସ୍ତ ସତ୍ୟ ଯାହା ଆମ୍ଭମାନଙ୍କୁ ଉଦ୍ଧାର ଆଡ଼କୁ ନେତୃତ୍ୱ କରିଥାଏ ଏହି ଚର୍ଚ୍ଚରେ ଅଛି। ସେମାନେ ସତ୍ୟରୁ ଭିନ୍ନ ଅନ୍ୟ ବିଷୟ ଗୁଡ଼ିକର ପ୍ରତ୍ୟାଖ୍ୟାନ କଲେ। ଆଜି ଆମ୍ଭମାନଙ୍କୁ ଦ୍ୱିତୀୟ ପିତର ଅଧ୍ୟାୟ 2ର ମାଧ୍ୟମରେ ସ୍ପଷ୍ଟତାରେ ବିଧର୍ମକୁ ପରିଭାଷିତ କରିବାର ଆବଶ୍ୟକତା ଅଛି। କାରଣ ପିତର ଜାଣୁଥିଲେ ଯେ ସତ୍ୟ କ'ଣ ଅଟେ। ଏଥିପାଇଁ ସେ ଏଠାରେ କ'ଣ କରୁଛନ୍ତି? କ'ଣ ସେ ବିଧର୍ମକୁ ବର୍ଣ୍ଣନା କରି ଏହି ବିଷୟ ଉପରେ ଜୋର ଦେଉନାହାନ୍ତି ଯେ ଏହି ବିନାଶକୁ ପହଞ୍ଚାଇଥାଏ? ପିତରଙ୍କ ବିଶ୍ୱାସ ସତ୍ୟ ଥିଲା। ଯେଉଁ ଚର୍ଚ୍ଚରେ ପିତର ଯାଉଥିଲେ ସେହି ଚର୍ଚ୍ଚ ସତ୍ୟ ଅଟେ। ଆସନ୍ତୁ ଆମ୍ଭେମାନେ ଦ୍ୱିତୀୟ ପିତର ଅଧ୍ୟାୟ 2 ସହିତ ଜାରି ରହିବା। ଆଉ ଅନେକେ ସେମାନଙ୍କ କାମୁକତାର ଅନୁଗାମୀ ହେବେ, ଫଳତଃ ଏମାନଙ୍କ ହେତୁ ସତ୍ୟ ମାର୍ଗ କ'ଣ କରାଯିବ? ନିନ୍ଦିତ ହେବ। ବାଇବଲ କହିଥାଏ ଯେ ବିଧର୍ମ ହେତୁ ସତ୍ୟ ମାର୍ଗର ନିନ୍ଦିତ ହେବ। ପଦ 3, ସେମାନେ ଧନ ଲୋଭରେ କେଉଁ ବାକ୍ୟ ଦ୍ୱାରା ତୁମମାନଙ୍କ ଠାରୁ ଅର୍ଥ ଲାଭ କରିବାକୁ ଚେଷ୍ଟା କରିବେ? ସେମାନେ ଆପଣା ଗଢ଼ିଥିବା ବାକ୍ୟ ଦ୍ୱାରା ପରମେଶ୍ୱରଙ୍କ ଲୋକମାନଙ୍କୁ ଅର୍ଥ ଲାଭ କରିବାକୁ ଚେଷ୍ଟା କରିବେ ଆଉ ସତ୍ୟ ପଥର ନିନ୍ଦା କରିବେ। ବାଇବଲ ଏହି ସମସ୍ତ ବିଷୟକୁ ବିଧର୍ମ ରୂପେ ବର୍ଣ୍ଣନା କରିଥାଏ। ତେବେ ପବିତ୍ର ଆତ୍ମାଙ୍କ ଯୁଗରେ ଆମ୍ଭମାନଙ୍କୁ ସତ୍ୟ ଓ ବିଧର୍ମର ମଧ୍ୟରେ କିପରି ପ୍ରଭେଦ କରିବା ଉଚିତ? ପୁତ୍ରଙ୍କ ଯୁଗରେ ପରମେଶ୍ୱର ବାଇବଲର ମାଧ୍ୟମରେ ସତ୍ୟ ଓ ବିଧର୍ମର ସ୍ପଷ୍ଟ ପରିଭାଷା ଦେଲେ। ପିତର ବିଧର୍ମର ସ୍ପଷ୍ଟ ପରିଭାଷା ଦେଇ ଏହାର ଅନୁସରଣ କରୁଥିବା ସାଧୁମାନଙ୍କ ବିଷୟରେ କଠୋର ଭାବରେ କହିଲେ। ଦ୍ୱିତୀୟ ପିତର ଅଧ୍ୟାୟ 2 ବିଧର୍ମ ଶିକ୍ଷା ଗୁଡ଼ିକର ନିନ୍ଦା କରିଥାଏ। ପିତର ସତ୍ୟ ଚର୍ଚ୍ଚର ସତ୍ୟକୁ ଧରି ରଖିଲେ। ପିତରଙ୍କ ସମୟରେ ମୂଳ ସତ୍ୟ କ'ଣ ଥିଲା? ଆସନ୍ତୁ ଆମ୍ଭେମାନେ ଲୁକ୍ ଅଧ୍ୟାୟ 22ରେ ଏହାକୁ ଖୋଜିବା। ଲୁକ୍ ଅଧ୍ୟାୟ 22 ପଦ 7। ପରେ ଯେଉଁଦିନ ନିସ୍ତାର ପର୍ବର ମେଷ ଶାବକ ବଳିଦାନ କରିବାକୁ ହୁଏ, ଖମିର ଶୂନ୍ୟ ରୋଟି ପର୍ବର ସେହି ଦିନ ଉପସ୍ଥିତ ହେଲା। ଯୀଶୁ କାହାକୁ ପଠାଇଲେ? ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ,
आम्भेमाने जेपरी भोजन करिपारिबु एथिपई तुम्हेमाने जे आम्भमानଙ୍କ निमंते निस्तार पर्वर भोज प्रस्तुत कर सेथिरे सेमाने ताहांकु पचारिले आम्भेमाने केउ स्थान रे प्रस्तुत करिबु बोली आपण इच्छा करंती से समानंकु कहिले देखो तुम्हेमाने नगर रे प्रवेश करंते जळकुंभ घेनी जाउथबा जणे लोक तुम्हमानंकु भेटिबो से जेउ गृह रे प्रवेश करिवो ताहार पछे पछे सही गृह को जाई गृहर कर्तांकु कहिबो गुरु आपणंकु पचारु अछंती मु मोहर शिष्य मानक सहित जेउठारे निस्तार पर्वर भोज पालन करिबी सही अतिथिशाला काहीं सेथिरे से तुम्हमानंकु सुसज्जित गोटिए उपरिस्थ बृहत कोठरी देखै देबे से स्थान रे प्रस्तुत कर आउ से माने जाई से सेमानंकु जेपरी कहिथिले सही परी देखि निस्तार पर्वर भोज प्रस्तुत कले एठारे आम्हे माने जीसु पितर ओ जोहनंकु देखि परिबा जीसु पितर ओ जोहनंकु निस्तार पर्वर पवित्र भोजर प्रस्तुत करबा पई पठाइले आसंतु आम्हे माने पद 14 देखिबा पुणी समय निस्तार पर्वर समय उपस्थित हुवन्ते से ओ ताहांको संगे प्रेरित माने भोजन करबा को बसिले आउ से सेमानंकु कहिले मोहर दुख भोग पूर्वे मु तुममानंको सहित एही निस्तार भोज पालन करबा को एकांत बांछा कली जीसु एही प्रकारे निस्तार पर्व को स्थापित कले पितर सही प्रकारे ही कले जेपरी ताहांको करबा को कुहा जाइथिला केवल एही सत्य द्वारा आमे माने एहा प्रभेद करि परिबा जे केउ चर्च सत्य और केउ चर्च विधर्मी अटे समस्त विषय को गोटिए पटे छाड़ी देई जदि आमे माने केवल निस्तार पर्व उपरे ध्यान देबा तेबे केउ चर्च सत्य अटे सही चर्च जी निस्तार पर्व पालन करे एहार विपरीत सही समस्त चर्च रो विषय रे कोन कहिबा जेउ माने अन्य सिद्धांत उपरे चालंती से समस्ते विधर्मी अटंती समस्त लोक आममानंको चर्च ऑफ गॉड सत्य चर्च रो सत्य को बिना मूल्य रे प्राप्त करी एहा उपरे गर्वर सहित चालू अछि एथिपाई आम्हे माने दुनियार समस्त लोक मानंकु मूल सत्य रो प्रचार करूअछु हो ना प्रकाशित वाक्य 22 रे प्रेरित जोहन कहिले नाही किछि जोग करिवो नाही लोप करिवो गलातिय अध्याय 1 रे एहा कहा गला जे सुसमाचार तुमे माने ग्रहण करिथिलो तद भिन्न जदि कौनसी लोक अन्य सुसमाचार तुममानंक निकटरे प्रचार करे तेबे से शापग्रस्त हेउ जेहेतु परमेश्वर निज लोकंकु एपरि परिमाण रे चेतावनी दियंती तेबे कोन आमे माने एही निष्कर्ष बाहर करि परिबा नाही जे जेउ पर्यंत आमे माने मूल सत्य उपरे चलिबा नाही से पर्यंत केबे मध्ये उद्धार पाई परिबा नाही एथि पई आमे मानंकु दरकार जे आमे माने सत्य और विधर्म मध्य रे प्रभेद करिबा आमे मानंकु एही प्रभेद को चिन्हिबारे सक्षम हेबा उचित कोन आमे मानंकु कमरु कम एही विषय उपरे विचार करिबा उचित नुहे जे काहे कि पितर विधर्मरु अन्य मानंक रक्षा करी विधर्मर प्रत्याख्यान कले सही रात्रि जेते बेले जीसु नूतन नियम रूपे निस्तार पर्वर घोषणा कले सेठारे पितर ओ जोहन मध्य थिले पद 19 पुणी से रोटी घेनी धन्यवाद देले और ताहा भांगी सेमानंकु देई कहिले तुममानंक निमंते दत्त हेउथबा मोहर शरीर एही मते स्मरण करिबा निमंते एहा कर भोजन उतारे सही परि से पानपात्र घेनी कहिले यहा निस्तार पर्वर द्राक्षारसर पानपात्र थिला एही पानपात्र तुममानंक निमंते पातित हेउथबा मोहर रक्त रे स्थापित नूतन नियम सत्य चर्च रे नूतन नियमर निस्तार पर्व हेबा दरकार सत्य चर्च रो समस्त विशेषता बाइबल रे मिली थाए आम्भमानंक चर्च एपरी चर्च अटे जहा जीसु ओ प्रेरितंक चालित सत्य अर्थात नूतन नियमर सत्य रे चली थाए जहा को जीसु आम्भमानंक उद्धार करिबा पई प्रदान कले जदि आम्भको विधर्मी कुहा जाए तेबे किए विधर्मी होई थाए जीसु विधर्मी हुवंती ओ पितर मध्य कोण पितर विधर्मी अटंती कोण जोहन विधर्मी अटंती जीसु ओ प्रेरितंक द्वारा परिचालित समस्त सत्य रे वर्तमान चर्च ऑफ गॉड चली थाए आममानंक पाखरे नूतन नाम नूतन गीत मेष शाबक और मेष शाबकंक भारजा अछंती आसंतु आम्हे माने प्रथम कोरिन्थियो अध्याय 1 पद 1 को जिबा प्रथम कोरिन्थियो अध्याय 1 पद 2 कोरिन्थरे थिबा ईश्वरंक मंडली निकट को लेखु अछंती जो माने सर्वत्र सेमानंक आम्भमानंक स्थान रे आम्भमानंकर प्रभु जीशु ख्रीष्टंक नाम रे प्रार्थना करंती से समस्तंक सहित ख्रीष्ट जीशुंक ठारे पवित्रकृत ओ आहूत साधु जे तुमे माने तुममानंक प्रति आम्भमानंक पिता ईश्वर ओ प्रभु जीशु ख्रीष्टंक ठारू अनुग्रह ओ शांति हेउ
प्रेरित पाउल कोरिन्थीरे स्थित चर्च को कौन कहिले से सत्य चर्च को चर्च ऑफ गॉड कहिले। जेतेबेले आमे माने एपरि लोकंको साक्षात करिथाउ जो माने सत्य और विधर्मर चर्चा करूछंती सेतेबेले आमे माने बाइबल रो स्पष्टतारे और सहजरे देखाई परिबा जे चर्च ऑफ गॉड रे संपूर्ण सत्य अछि जहा उपरे यीशु ख्रीष्ट और अनेक प्रेरित माने चालिथिले। दयापूर्वक निजे जांच करंतु जे रविवार रो आराधना बा ख्रिसमस यीशुंको ठारू आसीछि ना नहीं। कोण यहा यीशुंको ठारू आसीछि नहीं। एथिपई प्रेरित पाउल चिंतित थिले। परमेश्वरंको लोकमानंकु विधर्मर फासरे पड़िबारु अटकाइबा निमंते आममानंकु बाइबल रो वाक्य को कोण करिबा उचित। बाइबल रे नाही किछि जोग करिवो एवं नाही सेथिरे किछि लोप करिवो। कोण से माने एही विषय उपरे बहुत अधिक जोर देले नहीं। आजि जेतेबेले लोकमाने एही सत्य को जहार आमे माने समग्र समीरण रे और पृथ्वीर प्रांत पर्यंत प्रचार करूअछु आपणा हृदय उपरे उत्कीर्ण करिवे तेबे से माने काहाकु जानिबे। से माने पिता परमेश्वर और माता परमेश्वर को जानी जिबे जो माने एही जुगरे आसी आममानंको सियोन को स्थापित करिसंती। से माने कहिबे यह सतरे आममानंको उद्धारर आश्रयस्थल अटे जहाकु परमेश्वर स्थापित करी आममानंको प्रदान करिसंती। मु आपण समस्तंकु एपरी लोक हेबा पई पुणी थरे कहिबाकु चाहिबी जहा सत्य और विधर्म मध्यरे प्रभेद करि पारिबो। केवल प्रेरित पीतर ही नहीं किंतु प्रेरित जोहन मध्य सत्य और विधर्मर विषय रे कहिले। जोहन लेखिले जे आममानंकु विधर्मी मानंकु अभिवादन मध्य करिबा नहीं किंतु आममानंकु कोण करिबा उचित। आममानंकु सेमानंकु ठारू दूररे रहिबा उचित। कोण बाइबल शक्ति रे चेतावनी दिए नहीं जे आमे माने विधर्मी मानंको ठारू दूररे रहिबा। प्रेरित पाउल मध्य चेतावनी देले। पीतर और जोहनंको संगरे प्रेरित पाउल मध्य विधर्मी मानंको चेतावनी देले। से माने समस्ते केउ चर्च रे जाउथिले से माने यीशुंको स्थापित चर्च ऑफ गॉड रे जाउथिले। जेतेबेले लोक माने सुनंती जे पीतर और पाउल चर्च ऑफ गॉड जाउथिले सेतेबेले से माने पचारंती कोण यह सत्य रे बाइबल रे अछि। आसंतु आमे माने गलातिय अध्याय 2 पद 4 देखिबा। आममानंको मध्य को आनी तो केते जण भंड भ्राता सकाशे एपरि हेला। यीशु ख्रीष्टंको ठारे आममानंको जेउ स्वाधीनता अछि चोर स्वरूपे सेथिर छिद्र अन्वेषण करी आममानंको दासत्वर बंधन रे आबद्ध करिबा निमंते से माने गुप्त रे प्रवेश करिथिले किंतु सुसमाचार रो सत्य जेपरि तुममानंको निकट रे स्थायी होई रहे एथिपई आमे माने दंडे मात्र अधीनता स्वीकार करी सेमानंकर बशवर्ती होई नथिलु। आउ जेउ माने गणमान्य बोली ख्यात से माने किपरि लोक थिले सेथिरे मोहर जाय आसे नहीं। ईश्वर मनुष्यर मुखापेक्षा करंती नहीं। सही गणमान्य व्यक्ति माने मते किछि नुआ शिक्षा देले नहीं बरं अन्य पक्षरे जेतेबेले से माने देखिले जे पितरंकु जेपरि सुन्नति मानंक मध्यरे मते सेहीपरि असुन्नति मानंक मध्यरे सुसमाचार प्रचार करिवार भार अर्पित होई अछि। कारण सुन्नति मानंक निकटरे प्रेरित मानंकर कर्म करिवा निमंते जे पितरंकु सक्षम कले विजाति मानंक निकटरे सही कर्म करिवाकु से मते मध्य सक्षम कले। पितर सुन्नति मानंकर प्रेरित हेले विजाति मानंकर प्रेरित किए हेले। गलातीय पुस्तक किए लिखिथिले कोन से प्रेरित पाउल नथिले। एठारे जहा लेखा अछि कोन यहा अनुसार पितर और पाउल भिन्न भिन्न चर्च जाउथिले से माने गोटिए चर्च जाउथिले। कोन पितर और पाउल दुहे निस्तार पर्व पालन कले ना नहीं। प्रथम करंथिय अध्याय 11 अनुसार प्रेरित पाउल कहिले कारण मु प्रभुंको ठारू प्राप्त जेउ शिक्षा तुममानंकु प्रदान करिअछि ताहा यही शत्रु हस्तरे समर्पित हेबा रात्रि रे प्रभु यीशु रोटी घेनी धन्यवाद देई ताहा भांगिले। पाउल कोण बुझाउथिले से निस्तार पर्वर दृश्यर वर्णना करुथिले किंतु आजिर धार्मिक मानक विषय रे कोण कहिबा। कोण से माने जीवनर सत्य निस्तार पर्व पालन करंती। एही तथ्य जे ताहांको पाखरे निस्तार पर्व नाही प्रमाणित करे जे से माने सत्य नुहंती। से माने समस्ते मिथ्या अटंती।
ଆଜି ଆମମାନଙ୍କ ଆଖପାଖରେ ବହୁତ ମିଥ୍ୟା ଚର୍ଚ୍ଚ ଅଛି। ଆମ୍ଭେ ସମସ୍ତଙ୍କୁ ସତ୍ୟ ଓ ବିଧର୍ମ ମଧ୍ୟରେ ପାର୍ଥକ୍ୟ କରିବା ଉଚିତ। 우리 모두에게는 반드시 있어야 되겠습니다. ପରମେଶ୍ୱର ଯେ ପିତରଙ୍କ ଠାରୁ ପ୍ରେରିତଙ୍କ କାର୍ଯ୍ୟ ବହୁତ ପ୍ରଭାବର ସହିତ କରାଇଲେ, ସେ ମୋତେ ମଧ୍ୟ ବିଜାତିମାନଙ୍କ ମଧ୍ୟରେ ପ୍ରଭାବଶାଳୀ କାର୍ଯ୍ୟ କରାଇଲେ। ଏହା ଏହି ବିଷୟରେ ପୁଷ୍ଟି କରିଥାଏ ଯେ ପିତର ଓ ପାଉଲ ଗୋଟିଏ ଚର୍ଚ୍ଚ ଯାଉଥିଲେ। 확인해 볼 수가 있겠습니다. 자, ଆସନ୍ତୁ ଆମ୍ଭେମାନେ ଆଉ ଥରେ ପୁଷ୍ଟି କରିବା ଯେ ପିତର ଓ ପାଉଲ ନିସ୍ତାର ପର୍ବ ପାଳନ କରିଥିଲେ। 해 봅시다. ଆସନ୍ତୁ ଆମ୍ଭେମାନେ ପ୍ରଥମ କରନ୍ଥିୟ ଅଧ୍ୟାୟ 11କୁ ଯିବା। ବାଇବଲର ମାଧ୍ୟମରେ 무엇이고 ଆମେମାନେ ସତ୍ୟ ଚର୍ଚ୍ଚ ଓ ବିଧର୍ମୀ ଚର୍ଚ୍ଚ ମଧ୍ୟରେ ପ୍ରଭେଦ କରିପାରିବା। 가지고 다 ଏଥିପାଇଁ 있기 때문에 ଆମ୍ଭମାନଙ୍କୁ ବିଧର୍ମୀମାନଙ୍କ ମିଥ୍ୟାରୁ ଧୋକା ଖାଇବା ଉଚିତ ନୁହେଁ। ଯଦିଓ ସେମାନେ ବହୁତ ମିଥ୍ୟା ଓ ଅପମାନଜନକ କଥା କହନ୍ତି, 영이 상하는 말들 ମୁଁ ଓ ଆପଣ ଏପରି ଲୋକ ଅଟୁ ଯେଉଁମାନଙ୍କୁ ପରମେଶ୍ୱର ବାଇବଲରେ ଲିଖିତ ମୂଳ ସତ୍ୟ ଉପରେ ଚାଲିବାର ସ୍ୱୀକୃତି ଦେଇଛନ୍ତି। ହଁ ନା? 정통 ଆମ୍ଭେମାନେ ମୂଳ ସତ୍ୟର ରକ୍ଷକ ଅଟୁ, କାରଣ ପରମେଶ୍ୱର ଆମ୍ଭମାନଙ୍କୁ ସତ୍ୟର ରକ୍ଷକ ରୂପେ ନିମନ୍ତ୍ରଣ କରିଛନ୍ତି। ଏଥିପାଇଁ ଆମ୍ଭମାନଙ୍କୁ ସମସ୍ତ ଦେଶକୁ ରକ୍ଷା କରିବାର ମିଶନ ଉଠେଇବା ଉଚିତ। ଆମ୍ଭମାନଙ୍କୁ ଏହାକୁ କେବଳ ଆପଣ ପାଖରେ ହିଁ ରଖିବା ଉଚିତ ନୁହେଁ, କିନ୍ତୁ ଏହାର ସେମାନଙ୍କୁ ମଧ୍ୟ ଜ୍ଞାତ କରାଇବା ଉଚିତ। ଆମ୍ଭମାନଙ୍କୁ ଦରକାର ଯେ ଆମ୍ଭେ ସେମାନଙ୍କୁ ଏହାକୁ ପାଳନ କରିବାର ଶିକ୍ଷା କରି ସେମାନଙ୍କର ପଥ ପ୍ରଦର୍ଶନ କରିବା। ଆସନ୍ତୁ ଆମ୍ଭେମାନେ ପ୍ରଥମ କରନ୍ଥିୟ ଅଧ୍ୟାୟ 11 ପଦ 23 ଦେଖିବା। କାରଣ ମୁଁ ପ୍ରଭୁଙ୍କ ଠାରୁ ପ୍ରାପ୍ତ ଯେଉଁ ଶିକ୍ଷା ତୁମମାନଙ୍କୁ ପ୍ରଦାନ କରିଅଛି ତାହା ଏହି, ଶତ୍ରୁ ହସ୍ତରେ ସମର୍ପିତ ହେବା ରାତ୍ରିରେ ପ୍ରଭୁ ଯୀଶୁ ରୋଟି ଘେନି ଧନ୍ୟବାଦ ଦେଇ ତାହା ଭାଙ୍ଗି କହିଲେ, ଏହା ତୁମମାନଙ୍କ ନିମନ୍ତେ ମୋହର ଶରୀର, ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ସେହିପରି ଭୋଜନ ଉତ୍ତାରେ ସେ ପାନପାତ୍ର ମଧ୍ୟ ଘେନି କହିଲେ, ଏହି ପାନପାତ୍ର ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ତୁମେମାନେ ଯେତେ ଥର ଏଥିରୁ ପାନ କର, ସେତେ ଥର ମୋତେ ସ୍ମରଣ କରିବା ନିମନ୍ତେ ଏହା କର। କାରଣ ଯେତେ ଥର ତୁମେମାନେ ଏହି ରୋଟି ଭୋଜନ କର ଓ ଏହି ପାନପାତ୍ରରୁ ପାନ କର, ସେତେ ଥର ତୁମେମାନେ ପ୍ରଭୁଙ୍କ ଆଗମନ ପର୍ଯ୍ୟନ୍ତ ତାହାଙ୍କ ମୃତ୍ୟୁ ପ୍ରଚାର କରୁଅଛ। ପ୍ରଥମ କରିନ୍ଥିୟର ପୁସ୍ତକ କିଏ ଲେଖିଛନ୍ତି? ପ୍ରେରିତ ପାଉଲ କ'ଣ କହିଲେ? ଯେଉଁ ଶିକ୍ଷା ପାଉଲ ସେମାନଙ୍କୁ ଦେଲେ ତାହା ତାହାକୁ କେଉଁଠାରୁ ମିଳିଥିଲା? ଏହି ଶିକ୍ଷା ମୋତେ ପ୍ରଭୁଙ୍କ ଠାରୁ ପ୍ରାପ୍ତ। ସେ କହିଲେ ଯେ ତାହାଙ୍କୁ ନୂତନ ନିୟମର ନିସ୍ତାର ପର୍ବ ଖ୍ରୀଷ୍ଟଙ୍କ ଠାରୁ ପ୍ରାପ୍ତ ହୋଇଅଛି। ତେବେ ଯେଉଁ ଚର୍ଚ୍ଚରେ ନୂତନ ନିୟମର ନିସ୍ତାର ପର୍ବର ସତ୍ୟ ଅଛି, ତାହା ସତ୍ୟ ଚର୍ଚ୍ଚ ଅଟେ କିମ୍ବା ବିଧର୍ମୀ ଚର୍ଚ୍ଚ? ତାହା କେବଳ ଚର୍ଚ୍ଚ ଅଫ୍ ଗଡ୍ ଅଟେ, ଯାହା ଯୀଶୁ ଓ ପ୍ରେରିତଙ୍କ ଦ୍ୱାରା ପ୍ରାପ୍ତ ହୋଇଥିବା ବିଷୟଗୁଡ଼ିକୁ ପାଳନ କରିଥାଏ। 유월절이 ଆଜି କେବଳ ନିସ୍ତାର ପର୍ବର ସତ୍ୟ ନାହିଁ, କିନ୍ତୁ ପରମେଶ୍ୱରଙ୍କ ଠାରୁ ଆସିଥିବା ନୂତନ ନିୟମର ସମସ୍ତ ବିଷୟଗୁଡ଼ିକ କେବଳ ଚର୍ଚ୍ଚ ଅଫ୍ ଗଡ୍ରେ ଅଛି। 하나님의 교회입니다. କିନ୍ତୁ କ'ଣ ଆପଣ ମିଡିଆରେ ଦେଖାଯାଇଥିବା ଚର୍ଚ୍ଚ ମଧ୍ୟରେ ବିଧର୍ମର ବିଶେଷତା ଗୁଡ଼ିକୁ ଦେଖନ୍ତି ନାହିଁ? ସେମାନେ ନାହିଁ ନିସ୍ତାର ପର୍ବ ପାଳନ କରନ୍ତି ଓ ନାହିଁ ବିଶ୍ରାମ ଦିନ ପାଳନ କରନ୍ତି। ସେମାନେ ଆରାଧନା ସମୟରେ ମସ୍ତକ ଆଚ୍ଛାଦନ କରନ୍ତି ନାହିଁ। ଏହା ପରିବର୍ତ୍ତେ ସେମାନେ କ୍ରୁଶ ଛିଡ଼ା କରନ୍ତି ଏବଂ ଖ୍ରୀଷ୍ଟମାସ ମଧ୍ୟ ପାଳନ କରନ୍ତି, ଯାହା ବାଇବଲରେ ନାହିଁ। 뭘 가지고 ଆମ୍ଭେମାନେ ବୁଝିପାରିବା ନାହିଁ ଯେ ସେମାନେ କାହିଁକି ସତ୍ୟ ହେବାର ଦାବି କରନ୍ତି। ଆମ୍ଭମାନଙ୍କୁ ଦରକାର ଯେ ଆମ୍ଭେମାନେ ସର୍ବଦା ବାଇବଲର ମାଧ୍ୟମରେ ସତ୍ୟ ଅର୍ଥାତ୍ ପରମେଶ୍ୱରଙ୍କ ବାକ୍ୟକୁ ବିଧର୍ମ ସହିତ ପ୍ରଭେଦ କରିବାରେ ସକ୍ଷମ ହେବା। କ'ଣ ଏହି ତଥ୍ୟ ଯେ ପାଉଲ ନିସ୍ତାର ପର୍ବ ପାଳନ କରିଥିଲେ ଏହି ବିଷୟକୁ ପ୍ରମାଣିତ କରେ ନାହିଁ 같은 ଯେ ପ୍ରେରିତ ପାଉଲ, ପିତର ଓ ଜୋହନ ଗୋଟିଏ ଚର୍ଚ୍ଚ ଯାଉଥିଲେ? ସେହି ଚର୍ଚ୍ଚ ଚର୍ଚ୍ଚ ଅଫ୍ ଗଡ୍ ଅଟେ। ଆସନ୍ତୁ ଆମ୍ଭେମାନେ ଏହା ଭୁଲିବା ନାହିଁ ଯେ ଆମ୍ଭମାନଙ୍କ ଚର୍ଚ୍ଚ ଅଫ୍ ଗଡ୍ ପ୍ରେରିତଙ୍କ ଯୁଗରୁ ପରିଚାଳିତ ହୋଇ ଆସୁଥିବା 계승하고 ସତ୍ୟ ଚର୍ଚ୍ଚ ଅଟେ, 결단 ଯାହାକୁ ଯୀଶୁ 여러분 ସ୍ଥାପିତ କରିଥିଲେ। ଯଦିଓ ଆମ୍ଭମାନଙ୍କ ସମ୍ମୁଖରେ ଯେ କେହି ହେଉନା କାହିଁ, ଆମ୍ଭମାନଙ୍କୁ ଦରକାର ଯେ ଆମ୍ଭେ ସର୍ବଦା ଆତ୍ମବିଶ୍ୱାସର ସହିତ ଏହା କହିବା, ଆମ୍ଭମାନଙ୍କ ଚର୍ଚ୍ଚ ସତ୍ୟ ଚର୍ଚ୍ଚ ଅଟେ। 누가 ଆସନ୍ତୁ ଆମ୍ଭେମାନେ ଲୁକ ଅଧ୍ୟାୟ 4କୁ ଯିବା। 누가 ଅଧ୍ୟାୟ 4 ପଦ 16। 예수 ସେ ଯେଉଁ ନାଜରିତରେ ପ୍ରତିପାଳିତ ହୋଇଥିଲେ ସେହି ସ୍ଥାନକୁ ଇତିମଧ୍ୟରେ ଗଲେ ଓ ଆପଣା ରୀତି ଅନୁସାରେ ବିଶ୍ରାମ ବାରରେ ସମାଜ ଗୃହରେ ପ୍ରବେଶ କଲେ ଆଉ ପାଠ କରିବା ନିମନ୍ତେ ଠିଆ ହେଲେ। ସେହି ଚର୍ଚ୍ଚରେ କ'ଣ ହେବା ଉଚିତ? 가르침을 ଯାହା ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କ ସମସ୍ତ ଶିକ୍ଷାରେ ଚାଲିଥାଏ। 뭐가 있어야 됩니까? ସେଠାରେ ବିଶ୍ରାମ ଦିନର ନିୟମ ହେବା ଉଚିତ। ସେଠାରେ ବିଶ୍ରାମ ଦିନର ଆରାଧନାର ନିୟମ ହେବା ଦରକାର। ଅନ୍ୟ ଶବ୍ଦରେ କ'ଣ ହେବ? ଯଦି କୌଣସି ଚର୍ଚ୍ଚ ବିଶ୍ରାମ ଦିନ ପାଳନ କରେ ନାହିଁ, ତାହା ବିଧର୍ମୀ ଚର୍ଚ୍ଚ ହେବ। 여러분 କେତେ ଦୟନୀୟ ଅଟନ୍ତି ସେହି ଲୋକମାନେ ଯେଉଁମାନେ ବିଧର୍ମର ଜ୍ଞାନ ନ ହେବା ସତ୍ତ୍ୱେ ମଧ୍ୟ ବିଧର୍ମର ବିଷୟରେ କଥାବାର୍ତ୍ତା କରନ୍ତି। 우리는 ଆଜି ଆସନ୍ତୁ ଆମ୍ଭେମାନେ ଆଉ ଥରେ
ଏହି ତଥ୍ୟକୁ ଆପଣା ହୃଦୟରେ ଉତ୍କୀର୍ଣ୍ଣ କରିବା ଯେ ଆମ୍ଭେମାନେ ସେହି ରକ୍ଷକ ଅଟୁ 예, 오늘 이 ଯେଉଁମାନେ ମୂଳ ସତ୍ୟର ରକ୍ଷା କରନ୍ତି। 또 깊이 하루 새기시고 또 세상 ପ୍ରଚାର କରିବା ସମୟରେ ଆମ୍ଭେମାନେ କାହାରିକୁ ମଧ୍ୟ ଭେଟିଲେ 로부터 받은 ଆସନ୍ତୁ ଆମ୍ଭେମାନେ ସମୀରଣ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଠାରୁ ପ୍ରାପ୍ତ ହୋଇଥିବା ଜୀବନର ଏହି ଆଶିଷିତ ସତ୍ୟର ସାହସପୂର୍ବକ ସାକ୍ଷୀ ଦେବା। କେବଳ ଏତିକି ହିଁ ନାହିଁ, ଯେହେତୁ ଆମ୍ଭେମାନେ ନିସ୍ତାର ପର୍ବ ଓ ବିଶ୍ରାମ ଦିନର ବହୁତ ପ୍ରଚାର କରିଥାଉ, ଏଥିପାଇଁ କିଛି ଏପରି କହନ୍ତି, କ'ଣ ଚର୍ଚ୍ଚ ଅଫ୍ ଗଡ୍ କେବଳ ନିସ୍ତାର ପର୍ବ ଓ ବିଶ୍ରାମ ଦିନ ଉପରେ ଧ୍ୟାନ ଦେଇଥାଏ ଆଉ ଅନ୍ୟ ବିଷୟ ଉପରେ ନାହିଁ? ପ୍ରଥମ ଚର୍ଚ୍ଚ ଆପଣା ସତ୍ୟ ନିମନ୍ତେ କେବଳ ଏହି ଦୁଇ ବିଷୟ ଉପରେ ନିର୍ଭର ରହେ ନାହିଁ। ଆସନ୍ତୁ ଆମ୍ଭେମାନେ ପ୍ରଥମ କରନ୍ଥିୟର ପୁସ୍ତକକୁ ଯିବା, ଅଧ୍ୟାୟ 11 ପଦ 1। 내가 ମୁଁ ଯେପରି ଖ୍ରୀଷ୍ଟଙ୍କ ଅନୁକାରୀ ତୁମେମାନେ ମଧ୍ୟ ସେହିପରି ମୋହର ଅନୁକାରୀ ହୁଅ। 자들아 너희 ତୁମେମାନେ ଯେ ସମସ୍ତ ବିଷୟରେ ମୋତେ ସ୍ମରଣ କରିଥାଅ ଏବଂ ମୁଁ ତୁମମାନଙ୍କୁ ଯେ ସମସ୍ତ ବିଧି ଦେଇଅଛି ସେହି ସବୁ ପାଳନ କରୁଅଛ, ଏଥିପାଇଁ ମୁଁ ତୁମମାନଙ୍କର ପ୍ରଶଂସା କରୁଅଛି। କିନ୍ତୁ ଖ୍ରୀଷ୍ଟ ଯେ ପ୍ରତ୍ୟେକ ପୁରୁଷର ମସ୍ତକ ସ୍ୱରୂପ ଏବଂ ପୁରୁଷ ଯେ ସ୍ତ୍ରୀର ମସ୍ତକ ସ୍ୱରୂପ ଓ ଈଶ୍ୱର ଯେ ଖ୍ରୀଷ୍ଟଙ୍କର ମସ୍ତକ ସ୍ୱରୂପ, ଏହା ତୁମେମାନେ ଜାଣ ବୋଲି ମୋହର ଇଚ୍ଛା। ଯେ କୌଣସି ପୁରୁଷ ଆପଣା ମସ୍ତକ ଆଚ୍ଛାଦନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ। 물었 କିନ୍ତୁ କୌଣସି ସ୍ତ୍ରୀ ଆପଣା ମସ୍ତକ ଆଚ୍ଛାଦନ ନ କରି ପ୍ରାର୍ଥନା କରେ କିମ୍ବା ଭାବବାଣୀ କହେ, ସେ ଆପଣା ମସ୍ତକର ଅପମାନ କରେ, ଯେଣୁ ତାହା ତାହାର ମସ୍ତକ ମୁଣ୍ଡନ ହେବା ସଙ୍ଗେ ସମାନ। କାରଣ ଯଦି ସ୍ତ୍ରୀ ମସ୍ତକ ଆଚ୍ଛାଦନ କରେ, ତେବେ ସେ କେଶ ମଧ୍ୟ କାଟି ପକାଉ। କିନ୍ତୁ ଯଦି ସ୍ତ୍ରୀ ପକ୍ଷରେ କେଶ କାଟିବା ଓ ମସ୍ତକ ମୁଣ୍ଡନ କରିବା ଲଜ୍ଜାଜନକ, ତାହା ହେଲେ ସେ ମସ୍ତକ ଆଚ୍ଛାଦନ କରୁ। ଏହା ମଧ୍ୟ ଏକ ନିୟମ ଅଟେ, ଯାହାକୁ ପ୍ରଥମ ଚର୍ଚ୍ଚ ଅଫ୍ ଗଡ୍ ପାଳନ କରୁଥିଲା। 진리의 규례 가운데 한 부분이죠. 근데 ଆଜି ଏହି ନିୟମ ଅନୁସାରେ କେଉଁ ଚର୍ଚ୍ଚରେ ସ୍ତ୍ରୀ ସଦସ୍ୟ ମସ୍ତକ ଆଚ୍ଛାଦନ କରନ୍ତି, ଯେତେବେଳେ ପୁରୁଷ ସଦସ୍ୟ ଏପରି କରନ୍ତି ନାହିଁ? ଆମ୍ଭମାନଙ୍କୁ ଦରକାର ଯେ ଆମ୍ଭେମାନେ କେବଳ ବାଇବଲରୁ ହିଁ କୌଣସି ବିଷୟକୁ ନିଶ୍ଚିତ କରିବା ଯେ ତାହା ସତ୍ୟ ଅଟେ କିମ୍ବା ଭୁଲ। ଏପରି କାହିଁକି ଅଟେ? ଏହାର କିଛି କାରଣ ଅଛି ଯେ କାହିଁକି ଆମ୍ଭମାନଙ୍କୁ ବାଇବଲର ବାକ୍ୟ ମଧ୍ୟରୁ ନାହିଁ କିଛି ଯୋଗ କରିବା, ନାହିଁ କିଛି ଲୋପ କରିବାର ଅଛି। କାରଣ ପରମେଶ୍ୱର ଆଦିରୁ ଅନ୍ତକୁ ଦେଖିଲେ, ଏଥିପାଇଁ ସେ ଜାଣୁଥିଲେ ଯେ ବିଧର୍ମୀ ଚର୍ଚ୍ଚ ବାଇବଲର ପାଳନ କରିବେ ନାହିଁ। 정확히 알고 계셨기 때문에 ଏଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ କରିବାକୁ କହନ୍ତି? ପରମେଶ୍ୱର ଆମ୍ଭମାନଙ୍କୁ କହନ୍ତି ଯେ ଆମ୍ଭେମାନେ ନାହିଁ କିଛି ଯୋଗ କରିବା ଓ ନାହିଁ କିଛି ଲୋପ କରିବା। 진리의 ଏହି ବିଷୟରେ ଚିନ୍ତିତ ହୋଇ ଯେ ସତ୍ୟକୁ ନଷ୍ଟ କରିଦିଆଯିବ, ପାଉଲ ଗାଲାତୀୟ ଅଧ୍ୟାୟ 1ରେ ଏହି ପ୍ରକାର ଲେଖିଲେ, ପଦ 6 କହିଥାଏ, ଖ୍ରୀଷ୍ଟଙ୍କ ଅନୁଗ୍ରହରେ ଯେ ତୁମମାନଙ୍କୁ ଆହ୍ୱାନ କଲେ, ତାହାଙ୍କଠାରୁ ତୁମେମାନେ ଯେ ଏଡ଼େ ଶୀଘ୍ର ବିମୁଖ ହୋଇ ଅନ୍ୟ ସୁସମାଚାର ପ୍ରତି ଅନୁରକ୍ତ ହେଉଅଛ, ଏଥିରେ ମୁଁ ଚମତ୍କୃତ ହେଉଅଛି। ବାଇବଲ ଅନ୍ୟ ପ୍ରକାରର ସୁସମାଚାରର ଅନୁସରଣକାରୀ ଲୋକମାନଙ୍କ ସମୂହକୁ କ'ଣ କହିଥାଏ? 이라고 합니다. ସେମାନଙ୍କୁ ବିଧର୍ମୀ କୁହାଯାଏ। ସେମାନେ ସତ୍ୟ ନୁହନ୍ତି, ସେମାନେ ବିଧର୍ମୀ ଅଟନ୍ତି। ପଦ 7, ତାହା ଅନ୍ୟ ସୁସମାଚାର ସୁଦ୍ଧା ନୁହେଁ, କେବଳ କେତେକ ତୁମମାନଙ୍କୁ ଅସ୍ଥିର କରୁଅଛନ୍ତି ଓ ସେମାନେ କ'ଣ କରିବାକୁ ଚାହାନ୍ତି? ଖ୍ରୀଷ୍ଟଙ୍କ ସୁସମାଚାରକୁ ବିକୃତ କରିବାକୁ ଇଚ୍ଛା କରୁଅଛନ୍ତି। ଏହା ଜଣାଇଥାଏ ଯେ ପ୍ରଥମ ଚର୍ଚ୍ଚର ସତ୍ୟ ପରିବର୍ତ୍ତନ କରାଯିବ। ପଦ 8, କିନ୍ତୁ ଯେଉଁ ସୁସମାଚାର ଆମ୍ଭେମାନେ ତୁମମାନଙ୍କ ନିକଟରେ ପ୍ରଚାର କରିଥିଲୁ, ଯଦି ଆମ୍ଭେମାନେ କିମ୍ବା ସ୍ୱର୍ଗଦୂତ ହେଲେ ମଧ୍ୟ କେହି ତଦ୍ଭିନ୍ନ ଅନ୍ୟ ସୁସମାଚାର ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ଏପରି ପରିସ୍ଥିତିରେ କେହି ମଧ୍ୟ ଉଦ୍ଧାର ପାଇପାରିବ ନାହିଁ। 없습니다. କେବଳ ସତ୍ୟ ସୁସମାଚାର ଆମ୍ଭମାନଙ୍କୁ ଉଦ୍ଧାର ପର୍ଯ୍ୟନ୍ତ ପହଞ୍ଚାଇଥାଏ। ଆମ୍ଭମାନଙ୍କୁ ଦରକାର ଯେ ଆମେମାନେ କେବେ ମଧ୍ୟ ଏହି ତଥ୍ୟ ଉପରେ ସନ୍ଦେହ କରିବା ନାହିଁ ଯେ କେବଳ ମୂଳ ସତ୍ୟ ହିଁ ଆମ୍ଭମାନଙ୍କୁ ଅନନ୍ତ ସ୍ୱର୍ଗ ରାଜ୍ୟ ପର୍ଯ୍ୟନ୍ତ ପହଞ୍ଚାଇବ। ଆଉ ଆମମାନଙ୍କୁ ଦରକାର ଯେ ଆମେମାନେ ଏଥିରେ ନାହିଁ କିଛି ଯୋଗ କରିବା ଓ ନାହିଁ ଏଥିମଧ୍ୟରୁ କିଛି ଲୋପ କରିବା। ଯେପରି ଆମେମାନେ ପୂର୍ବରେ କହିଅଛୁ, ସେହିପରି ଏବେ ମଧ୍ୟ ଆଉ ଥରେ କହୁଅଛି, ଯେଉଁ ସୁସମାଚାର ତୁମେମାନେ ଗ୍ରହଣ କରିଥିଲ, ତଦ୍ଭିନ୍ନ ଯଦି କୌଣସି ଅନ୍ୟ ସୁସମାଚାର ତୁମମାନଙ୍କୁ ନିକଟରେ ପ୍ରଚାର କରେ, ତେବେ ସେ ଶାପଗ୍ରସ୍ତ ହେଉ। ମୁଁ କି ଏବେ ମନୁଷ୍ୟମାନଙ୍କର କିମ୍ବା ଈଶ୍ୱରଙ୍କ ପ୍ରିୟ ପାତ୍ର ହେବାକୁ ଜନି କରୁଅଛି ଅବା ମନୁଷ୍ୟମାନଙ୍କୁ କି ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁଅଛି? ଯଦି ମୁଁ ଏବେ ସୁଦ୍ଧା ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରୁଥାନ୍ତି, ତେବେ ମୁଁ ଖ୍ରୀଷ୍ଟଙ୍କର ଦାସ ହୁଅନ୍ତି ନାହିଁ। ପରମେଶ୍ୱର ଏହା ବିଷୟରେ କ'ଣ କହନ୍ତି? ପରମେଶ୍ୱରଙ୍କ ନଜରରେ କେଉଁ ଚର୍ଚ୍ଚ ସତ୍ୟ ଅଟେ ଆଉ କେଉଁ ଚର୍ଚ୍ଚ ବିଧର୍ମୀ ଅଟେ? 과연 어떤 것인가? 오늘 ଆଜିକାଲି 우리 주위에 있는 ଅନେକ ଚର୍ଚ୍ଚ କ୍ରୁସ୍ ଓ ରବିବାରର ଆରାଧନାକୁ ନେଇ ଦାବି କରନ୍ତି ଆଉ ନିର୍ଭୟରେ 자랑하고 ଖ୍ରୀଷ୍ଟମାସ ପାଳନ କରନ୍ତି। 크리스마스를 지키고 그렇게 하고 있습니다만 이런 ଏହା ବିଧର୍ମୀର ବିଶେଷତା ଗୁଡ଼ିକୁ ଦେଖାଇବା ପାଇଁ 이단의 특징을 ପର୍ଯ୍ୟାପ୍ତ ଅଟେ। 있는 ଯେପରି ଆମେମାନେ ଜାଣୁ, ସେମାନେ 321 ମସିହାରେ 11년 କ'ଣ ପ୍ରସ୍ତୁତ କରିଥିଲେ? 했습니까? 예수 କ'ଣ ତାହା ଯୀଶୁଙ୍କ ଶିକ୍ଷା ଥିଲା? 그다음에 ଏବଂ 325 ମସିହାରେ ସେମାନେ କ'ଣ ନଷ୍ଟ କଲେ? ସେମାନେ ନିସ୍ତାର ପର୍ବର ମୂଳ ସତ୍ୟକୁ ମୂଳରୁ ନଷ୍ଟ କରିଦେଲେ। 이러다가 보니 ଏହାପରେ AD 3 354 ମସିହାରେ ସେମାନେ ଖ୍ରୀଷ୍ଟମାସ ପ୍ରସ୍ତୁତ କଲେ।
ସେମାନେ ଏହି ସୂର୍ଯ୍ୟ ଦେବତାର ଜନ୍ମଦିନକୁ ଯୀଶୁଙ୍କ ଜନ୍ମଦିନର ରୂପ ଦେବା ନିମନ୍ତେ ବେପାରୁଆ ଭାବରେ ପ୍ରସ୍ତୁତ କରିଥିଲେ। 대충 만들어냈습니다. ସାରା ଦୁନିଆ ଏହାକୁ ସବୁଠାରୁ ବଡ଼ ଖ୍ରୀଷ୍ଟିଆନ ପର୍ବ ବୋଲି ପାଳନ କରେ। 절인 줄 알고 있습니다. କ'ଣ ଏହା ସତ୍ୟ ଖ୍ରୀଷ୍ଟିଆନ ପର୍ବ ଅଟେ? ନାହିଁ। 이런 ଯେତେବେଳେ ଆମେମାନେ ସତ୍ୟ ଖ୍ରୀଷ୍ଟାନ ହେବାର ଦାବି କରୁଥିବା ଲୋକଙ୍କ ଏପରି କାର୍ଯ୍ୟକୁ ଦେଖିଥାଉ, ସେତେବେଳେ ଆମମାନଙ୍କୁ କେବଳ ଛିଡ଼ା ରହିବା ଉଚିତ ନୁହେଁ। ଆମ୍ଭେ ସମସ୍ତଙ୍କୁ ଦରକାର ଯେ ଆମ୍ଭେମାନେ ଛିଡ଼ା ହୋଇ ସତ୍ୟର ଜ୍ୟୋତି ପ୍ରକାଶମାନ କରିବା। ଆମ୍ଭମାନଙ୍କୁ ଦରକାର ଯେ ଆମ୍ଭେମାନେ ମୂଳ ସତ୍ୟର ଜ୍ଞାତ କରାଇବା। 그다음 AD ପରେ 31년에 431 ମସିହାରେ ଚର୍ଚ୍ଚର ମଧ୍ୟରେ କ'ଣ ଛିଡ଼ା କରାଗଲା? ସେମାନେ କ୍ରୁସ୍ ଛିଡ଼ା କରିଥିଲେ। ତାହା ଆଦୌ ସତ୍ୟ ନୁହେଁ, 하나씩 변질시켜 କିନ୍ତୁ ବିଧର୍ମୀ ଅଟନ୍ତି, ଯେଉଁମାନେ ଯୀଶୁଙ୍କ ଶିକ୍ଷାକୁ ଗୋଟିଏ ପରେ ଗୋଟିଏ ପରିବର୍ତ୍ତନ କରୁଅଛନ୍ତି। ଯଦି ସେମାନଙ୍କ ପାଖରେ ସତ୍ୟ ଥାନ୍ତା, ତେବେ ସେମାନଙ୍କ ଯୀଶୁଙ୍କୁ ଏହା କହିବା ଦ୍ୱାରା, ହେ ପ୍ରଭୁ ଆମ୍ଭେମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ ନାମରେ କି ଭୂତମାନଙ୍କୁ ଛଡ଼େଇଲୁ ନାହିଁ, ଆଉ ତୁମ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ଯୀଶୁ ସେମାନଙ୍କୁ କ'ଣ କହନ୍ତି? ଯଦି ସେମାନଙ୍କ ପାଖରେ ସତ୍ୟ ହୁଅନ୍ତା, ତେବେ ସେ ଏହା କହୁଥାଇ ଯେ ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କରିଅଛ, ତୁମେ ବହୁତ ଚେଷ୍ଟା କରିଅଛ, ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତେ। କିନ୍ତୁ ଯୀଶୁ କ'ଣ କହିଲେ? ମୁଁ ତୁମମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମଚାରୀମାନେ, ମୋ ପାଖରୁ ଦୂର ହୁଅ, କାରଣ ସେମାନେ ବିଧର୍ମୀ ଅଟନ୍ତି। ଆମମାନଙ୍କ ଚର୍ଚ୍ଚ ଅଫ୍ ଗଡ୍ ସତ୍ୟ ଚର୍ଚ୍ଚ ଅଟେ, ଯାହାର ପରମେଶ୍ୱର ଓ ସମସ୍ତ ଭବିଷ୍ୟତ ବକ୍ତା ବାଇବଲର ମାଧ୍ୟମରେ ସାକ୍ଷୀ ଦେଇଥିଲେ। ସତ୍ୟ ଚର୍ଚ୍ଚରେ ଯୀଶୁଙ୍କ ଶିକ୍ଷା ହେବା ଦରକାର। 왜 ଏହା ଏଥିପାଇଁ କାରଣ ଆମମାନଙ୍କୁ ସମୀରଣରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଯୀଶୁଙ୍କ ଶିକ୍ଷାର ପ୍ରଚାର କରିବା ଉଚିତ। 가운들이 있습니다. ଆସନ୍ତୁ ଆମ୍ଭେମାନେ ମାଥ୍ୟୁ ଅଧ୍ୟାୟ 28 ପଦ 18ରେ ଏକ ନଜର ଦେବା। 예수 ପୁଣି ଯୀଶୁ ସେମାନଙ୍କ ନିକଟକୁ ଆସି ଆଳାପ କରି କହିଲେ, ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ମୋତେ ପ୍ରଦତ୍ତ ହୋଇଅଛି। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ 세례 즉 침례를 주고 ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି କ'ଣ କରିବ? 그걸 ପରମେଶ୍ୱରଙ୍କ ଆଜ୍ଞା ଶିକ୍ଷା କରୁଥିବା ଚର୍ଚ୍ଚ ହିଁ ସତ୍ୟ ଚର୍ଚ୍ଚ ଅଟେ। 정통교회입니다. 가르쳐 ପାଳନ କରିବାକୁ ଶିକ୍ଷା ଦେଇ 볼지어다 ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। 예수님 ପରମେଶ୍ୱରଙ୍କ ଆଜ୍ଞା ଶିକ୍ଷା କରୁଥିବା ଚର୍ଚ୍ଚ ହିଁ ସତ୍ୟ ଚର୍ଚ୍ଚ ଅଟେ। 이 교회가 정통교회 ଆଉ ଖ୍ରୀଷ୍ଟଙ୍କ ସୁସମାଚାରକୁ ଛାଡ଼ି ଅନ୍ୟ ବିଷୟର ପ୍ରଚାର କରୁଥିବା ଚର୍ଚ୍ଚ 주신 말씀과 ଗାଲାତିୟରେ ଲିଖିତ ବାକ୍ୟ ଅନୁସାରେ 다른 것을 전하면 ଶାପଗ୍ରସ୍ତ ହେବ। 우리는 ଆମ୍ଭେମାନେ ବାଇବଲର ମାଧ୍ୟମରେ ଖ୍ରୀଷ୍ଟ ଧର୍ମର ସତ୍ୟ ଓ ବିଧର୍ମର ବିଶେଷତା ଗୁଡ଼ିକର ବିଷୟରେ ସଂକ୍ଷେପରେ ଅଧ୍ୟୟନ କରିଅଛୁ। ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଆନସାଙ୍ଗହୋଂ ଓ ସ୍ୱର୍ଗୀୟ ମାତା ନୂତନ ଜେରୁସାଲେମ ଆସି ଏହି ଉତ୍କୃଷ୍ଟ ସତ୍ୟକୁ, ଯାହା ଆଜି ଆମମାନଙ୍କ ପାଖରେ ଅଛି, ପୁନର୍ସ୍ଥାପିତ କରିଛନ୍ତି। ମୋତେ ଆଶା ଅଛି ଯେ ସିଓନର ସମସ୍ତ ସନ୍ତାନ ସୁସମାଚାରର ଦୌଡ଼କୁ ସମ୍ପୂର୍ଣ୍ଣ କରିବେ, ଯାହାର ଆତ୍ମା ଓ କନ୍ୟା ଅର୍ଥାତ୍ ପିତା ପରମେଶ୍ୱର ଓ ମାତା ପରମେଶ୍ୱର ନେତୃତ୍ୱ କରୁଛନ୍ତି, 갔을 때 ଯାହା ଫଳରେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବା ସମୟରେ ଖୁସିରେ ଆମମାନଙ୍କ ପୁନର୍ନିର୍ମାଣ ହୋଇପାରିବ। ଏହାଦ୍ୱାରା ଆଜିର ଉପଦେଶ ସମାପ୍ତ ହୁଏ। ଆପଣଙ୍କ ବହୁତ ବହୁତ ଧନ୍ୟବାଦ।